ଆମ ଛୋଟିଆ ମଣ୍ଡଳୀର ନଗେନ୍ଦ୍ର ଭାଇ ନମସ୍କାର ଆଜ୍ଞା। ଆଉ ଦାୟିତ୍ୱରେ ଥିବା ମୋ ବଡ଼ ଆଜ୍ଞା ବଡ଼ ଭାଇ ରାଉଳ ଆଜ୍ଞାଙ୍କୁ, ପୁଣି ରେଭରେଣ୍ଡ ବୀରେନ୍ଦ୍ର ଆଜ୍ଞାଙ୍କୁ, ଅମର ଭାଇକୁ, ଆମଙ୍କର ଭଉଣୀ ମଧୁସ୍ମିତା ଭଉଣୀକୁ ତଥା ଉପସ୍ଥିତ ପ୍ରତ୍ୟେକ ପାଳକ ଏବଂ ବିଶ୍ୱାସୀ ଭାଇ ଭଉଣୀଙ୍କ ନିକଟରେ ମୁଁ ବିଶେଷ କୃତଜ୍ଞତା ଜ୍ଞାପନ କରେ। ମୋ ପରି ଅଯୋଗ ନିମନ୍ତେ ଗୋଟେ ସୁଯୋଗ ଦେଇଛନ୍ତି ପ୍ରଭୁ। ତେଣୁ ମୁଁ ବି ଗୋଟେ ସେପରି ଯୋଗ୍ୟତା ନାହିଁ, ଉତ୍ତମତା ନାହିଁ, ପବିତ୍ରତା ନାହିଁ ଯେ ବାକ୍ୟ କିଛି କଥା କହିବି। ପବିତ୍ର ଆତ୍ମା ଯାହା ବି କହିବେ ସେଇଟା ହିଁ ଜାଣିଥିବା ବାକ୍ୟ ପ୍ରତ୍ୟେକ ନିକଟରେ ତାହା ମୁଁ ପ୍ରକାଶ କରିବାକୁ ଚାହେଁ। ତେଣୁ ପ୍ରଭୁ ହିଁ ଗୌରବ ପାଆନ୍ତୁ, ପ୍ରଭୁ ଏ ବାକ୍ୟ ଦ୍ୱାରା ସେ ଗୌରବ ପାଆନ୍ତୁ। ତେଣୁ ମୁଁ ପ୍ରଥମେ ପ୍ରଭୁଙ୍କୁ ବି ଧନ୍ୟବାଦ ଦିଏ। ଆଜିର ଏ ବାକ୍ୟର ମୁଁ ଦେବା ପୂର୍ବରୁ ମତେ ଗତକାଲି ନିଶ୍ଚୟ ମୋ ବଡ଼ ଭାଇ ମତେ ମେସେଜ ବି କରିଛନ୍ତି, ପୁଣି ଫୋନ ବି କରି ଜଣେ କହିଥିଲୁ। ଏଥିରୁ କିଛି ଅଂଶ ମୁଁ କହିବାକୁ ଚାହେଁ, କାହିଁ ସମୟ ତ ଖୁବ୍ ଠିକ ସମୟରେ ସାରିବାକୁ ପଡ଼ିବ। ଆଜିର ବିଷୟଟା ନେଇଛି ଯାହାକି ତାହା ଆଳସ୍ୟ। ଏ ମନୁଷ୍ୟ ଜୀବନରେ ଗୋଟେ ଆଳସ୍ୟ, ଏ ଆଳସ୍ୟ ଦ୍ୱାରା ତାର କଣ ରେଜଲ୍ଟ ହୁଏ? ଏଇଟା ଏତେ ଦୂରକୁ ନେଇଯାଏ, ମୃତ୍ୟୁଜନକ ଆଡ଼କୁ ନେଇଯାଏ। ଏଇଟା ଗୋଟେ ସାଧାରଣ ବୋଲି ଭାବୁ, କିନ୍ତୁ ମୃତ୍ୟୁଜନକ ଆଡ଼କୁ ନେଇଯାଏ। ଏହି ସମ୍ପର୍କରେ ମୁଁ ଏହାର ଉପସଂହାର ଆଗରୁ ମୁଁ କହିଥିଲି ଯେ ପବିତ୍ର ଗୁଣର ପାପ। ଏବେ ସେ ସବୁ ରିପିଟ କଲେ ବହୁତ ସମୟ ଲାଗିବ। ମନୁଷ୍ୟ ପବିତ୍ର ହେଲା ପରେ ପାପ ଆସିଲା କୋଉଠି? ତାର ଉପସଂହାର ମୁଁ ଆଗରୁ ଜଣେଇଥିଲି। ସେଥିମଧ୍ୟରୁ ଏ ଅଳସ୍ୟ ବିଷୟରେ କିଛି ଅଂଶ ମୁଁ କହିବି। ଆଉ ସେ ଲେଖା ହେଇଛି ନିଶ୍ଚୟ ଜାଣୁ ମାତୃ ତାର 25 ପର୍ବର 14ରୁ 30 ପର୍ଯ୍ୟନ୍ତ ଅଛି। ସବୁ ବିଷୟ ତ ଆମେ ପଢିବା ନାହିଁ, କିନ୍ତୁ ଏଇଟା ହଉଛି ଏ ଘଟଣା ସମସ୍ତଙ୍କ ବିଷୟ ଜାଣତର ବିଷୟ। ତେଣୁ ସେ ଗୋଟିଏ ପଦକୁ ନେବା, ସେଇ ଗୋଟିଏ ପଦ ହେଲା 25 ପର୍ବର 26 ପଦ। 25ର 26 ଏପରି ଲେଖାଯାଏ, କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନଥାଏ ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡାଇ ନଥାଏ ସେଠାରେ ସଂଗ୍ରହ କରେ। ଏହା କଣ ଜାଣିଥିଲୁ? ତା ପରବର୍ତ୍ତୀ ଅବସ୍ଥାରେ ତାର କଣ ରିଜଲ୍ଟ ହେଲା ତଳକୁ ଅଛି ସେଟା ଆମେ ଦେଖିବା। ରେ ଦୁଷ୍ଟ ଅଳସ ଦାସ, ଏ ଅଳସ ବିଷୟରେ କିଛି କହିବାକୁ ଯାଏ, ସେଥିପୂର୍ବରୁ ପ୍ରାର୍ଥନା କରିବା। ପ୍ରେମୟ ପବିତ୍ର ପିତା ପ୍ରଭୁ, ତୁମର ସେ ମହାନାମର ଧନ୍ୟବାଦ କରୁଛୁ। ତୁମେ ଦୟାକରି ମୋର ଅଯୋଗ ନିମକୁ ଏ ସୁଯୋଗ ତୁମେ ଦେଲ ତୁମ ସନ୍ତାନ ମାନଙ୍କ ଦେଇ। ମୋର ସେପରି ଯୋଗ୍ୟତା ନାହିଁ, ଉତ୍ତମତା ନାହିଁ, ପବିତ୍ରତା ନାହିଁ, ଧର୍ମକର୍ମ ନାହିଁ, କିନ୍ତୁ ତୁମରି ବାକ୍ୟ ମୁଁ କହିବା ପରି ଯୋଗ୍ୟ ନାହିଁ। ପବିତ୍ର ଆତ୍ମାର ଦ୍ୱାରା ତୁମେ ଚାଳିତ କର, ତୁମେ ନିଜେ କଥା କୁହ। ଆଉ ମୋର ଜୀବନ, ମୋର ପରିବାର ନିମନ୍ତେ, ପ୍ରତ୍ୟେକ ନିମନ୍ତେ ସେ ବାକ୍ୟ କାର୍ଯ୍ୟ କରି ତୁମର ଆଗମନ ପର୍ଯ୍ୟନ୍ତ ଅନୁସାରେ ଚାଲିବାକୁ ଥିବ ବୋଲି ଶରଣ କରି ସେଥିରେ ବିଚ୍ଛ ମାଗୁଛି ନିବେଦନ ତୁମ ଦ୍ୱାରା ତୁମ ଏ ସ୍ଥାନରେ ଦେଖନ୍ତୁ ନିଶ୍ଚୟ 25 ପର୍ବର 14ରେ ଯାହା ଆମେ ଜାଣୁଛୁ ଗୋଟେ ତୋଡ଼ାର ଦୃଷ୍ଟାନ୍ତ। ଏ ଦୃଷ୍ଟାନ୍ତଟା ଆମେ ସମସ୍ତେ ଜାଣୁ। ଯେତେବେଳେ ବି ସେ ବିଦେଶକୁ ଯାତ୍ରା କରିବା ସମୟରେ ଜଣେ ବ୍ୟକ୍ତି ସେ ଆପଣ ଦାସମାନଙ୍କୁ ଆହ୍ୱାନ କରି ସେମାନଙ୍କ ହସ୍ତରେ ତାର ନିଜର ସର୍ବସ୍ୱ ସମର୍ପଣ କଲେ, ସେପରି ସ୍ୱର୍ଗରାଜ ସେପରି ଜଣକୁ 5 ତୋଡ଼ା, ଜଣକୁ 2 ତୋଡ଼ା, ଆଉ ଜଣକୁ 1 ତୋଡ଼ା, ଏହିପରି ପ୍ରତ୍ୟେକକୁ ଦେଇଗଲେ। ହେଲେ ଏଥିରେ ଆମେ ପ୍ରଶ୍ନ ଆସୁଛି, 5 ତୋଡ଼ା, 2 ତୋଡ଼ା, 1 ତୋଡ଼ା କାହିଁକି ଦେଲେ? ସମସ୍ତଙ୍କୁ କାହିଁକି ସମାନ ଦେଲେ ନାହିଁ? ତାହେଲେ ସେମାନଙ୍କ ମଧ୍ୟରେ ସମାନ କରି କାହିଁକି ନ ଦେଲେ? କଣ ପାଇଁ 5 ତୋଡ଼ା ଜଣକୁ ଦେଲେ, 2 ତୋଡ଼ା କାହିଁକି ଜଣକୁ ଦେଲେ, 1 ତୋଡ଼ା କାହିଁକି ଦେଲେ? ସମସ୍ତ ଦେବାର କଥା କାହିଁକି ଦେଲେ ନା? କିନ୍ତୁ ସେଇଠି ଲେଖା ହେଇଛି ଯେ ପ୍ରତ୍ୟେକଙ୍କୁ ତାହାର ଶକ୍ତି ଅନୁସାରେ, ଜାଣିଥିଲେ ଯେ ତାର ଶକ୍ତି ଅନୁସାରେ ତାକୁ 5 ତୋଡ଼ା ଦେଲେ, ତାକୁ 2 ତୋଡ଼ା ଦେଲେ, ତାକୁ 1 ତୋଡ଼ା ଦେଲେ। 5 ତୋଡ଼ା ଲୋକ କଣ କଲା? 5 ତୋଡ଼ାକୁ ସେ 10 ତୋଡ଼ା କଲା, ଲାଭ କଲା। ଆଉ ତାର 10 ତାର ମୁନି ଆଗରେ ସେଟା ଦେଖିଲା ଯେ ସେଠି ମୋର ନିୟନ୍ତ୍ରଣ
ତୋଡ଼ ଜାଗାରେ 10 ଟଙ୍କା କରିଛି ବୋଲି ସେ କହିଲେ। ବେଶ ଉତ୍ତମ ଦାସ ଏହାଙ୍କୁ ଆହୁରି ସେ ଭାବେ ତାକୁ ଆଶୀର୍ବାଦର ବିଷୟ ତାକୁ କହିଲେ। 2 ତୋଡ଼ା ଗଲା ସେ ଭାବେ ସେ ମଧ୍ୟ 2 ତୋଡ଼ାକୁ 4 ତୋଡ଼ା କଲା। ତାଙ୍କୁ ବି କହିଲେ ବେଶ ଉତ୍ତମ ଦାସ। କିନ୍ତୁ ଯେ 1 ତୋଡ଼ା ଗଲା ସେ ଆସିଲା, ସେ କହୁଛି ଯେ 1 ତୋଡ଼ା ଗଲା ମଧ୍ୟ ଆସିଲା ମୁନିବ ପାଖକୁ ଆସିକି ସେ କହିଲା 1 ତୋଡ଼ା 24 ଦେଖିବା ଆଉ ଯେ 1 ତୋଡ଼ା ପାଇଥିଲା ସେ ମଧ୍ୟ ଆସି କହିଲା ହେ ପ୍ରଭୁ ଆପଣ ତ ଜଣେ କଠିନ ଲୋକ, ଯେଉଁଠାରେ ଭୂମି ନଥାଏ ସେଠାରେ କାଟନ୍ତି ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାନ୍ତି ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି। ଏଣୁ ଭୟ କରି ମୁଁ ଯେ ଆପଣଙ୍କର ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି, ଦେଖନ୍ତୁ ଆପଣ ନିଜର ଧନ ପାଇଲେ। କିନ୍ତୁ ତାର ପ୍ରଭୁ ତାଙ୍କୁ କହିଲେ ରେ ଦୁଷ୍ଟ ଅଳସ ଦାସ, ମୁଁ ଯେଉଁଠାରେ ଭୂମି ନଥାଏ ସେଠାରେ କାଟେ ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନଥାଏ ସେଠାରେ ସଂଗ୍ରହ କରେ, ଏହା କଣ ଜାଣିଥିଲୁ? ତେବେ ବଣିକ ମାନଙ୍କ ହସ୍ତରେ ମୋର ଟଙ୍କା ରଖିବା ଉଚିତ ଥିଲା, ତାହେଲେ ମୁଁ ଆସି ସୁଧ ସହିତ ମୋର ଧନ ଫେରି ପାଇଥାନ୍ତୁ। ଅତଏବ ଏହାଠାରୁ ଏହି ତୋଡ଼ା ଘେନିଯାଏ, ଯାହାର 10 ତୋଡ଼ା ଅଛି ତାହାକୁ ଦିଅ, ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ ଆଉ ତାହାର ପ୍ରଚୁର ହେବ, କିନ୍ତୁ ଯାହାର ନାହିଁ ତାହା ପାଖରେ ଯାହା ଅଛି ତାହା ହିଁ ତାଠାରୁ ନିଆଯିବ। ଆଉ ତୁମେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇ ଦିଅ, ସେଟା ରୋଦନ ଓ ଦନ୍ତର କିଳିମିଳି ହେବ। ବନ୍ଧୁଗଣ, ଆମେ ଏ ସ୍ଥାନରେ ଦେଖୁଛୁ ଯେ ଆଳସ୍ୟ ଏପରି ଗୋଟେ ପାପ, ଏଟା ସାଧାରଣ ବୋଲି ଆମେ ଭାବୁଥାଉ, କିନ୍ତୁ ଏ ଆଳସ୍ୟର ପ୍ରତିକ୍ରିୟାଟା ଏତେ ଯେ ସେ ବିଶ୍ୱାସ ଯେ ମୃତ୍ୟୁଜନକ ନେଇଯାଏ। ପ୍ରଭୁ ଯେତେବେଳେ ତାଳନ୍ତର ଦୃଷ୍ଟାନ୍ତ ଆମମାନଙ୍କ ଭିତରେ ଦେଇଛନ୍ତି, ଏଟା ଆମେ ଦେଖିବାକୁ ପାରୁଛୁ ଯେ ଆମମାନଙ୍କ ଜୀବନରେ ସେ ତାଳନ୍ତ ବାଲା ଯେ ଭାବେ ସେ ନିଜେ ଗଲା ଯେ ତା ରିଜଲ୍ଟ ପ୍ରଭୁ ତାକୁ ଅକର୍ମଣ୍ୟ ଦାସ କହିଲେ ଆଉ ଦନ୍ତର କିଳିମିଳି ସ୍ଥାନ ମୃତ୍ୟୁଜନକ ସ୍ଥାନରେ ପହଞ୍ଚିଲେ, ସେଟା ଅତି ଗୁରୁତର ବିଷୟ। ତେଣୁ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ, ପାପୀ ମନୁଷ୍ୟ ନିମନ୍ତେ ସେ ସ୍ୱର୍ଗ ସୁଖ ତ୍ୟାଗ କଲି, ପରମେଶ୍ୱର ତାର ଏକମାତ୍ରକୁ ଦାନ କଲେ। ଆମେ ଯେପରି ରକ୍ଷା ପାଇବା, ଆମମାନଙ୍କ ଯୋଉ ପ୍ରାଣୀ ପାପ କରେ ସେ ମରିବ ହିଁ ମରିବ, ପାପର ବେତନ ମୃତ୍ୟୁ। ଆମମାନଙ୍କୁ ରକ୍ଷା କରିବା ପାଇଁ ନିଜେ ତାର ଗୋଟେ ପୁତ୍ରକୁ ଦେଇଦେଲେ, ଆଉ ସେ ପୁତ୍ରଙ୍କୁ ଦ୍ୱାରା ଆମେ କଣ ପାଇଲୁ? ପରିତ୍ରାଣ ପାଇଲୁ, ପାପରୁ ଉଦ୍ଧାର ପାଇଲୁ, ରକ୍ଷା କଲୁ। ଆମେ ଦଣ୍ଡ ଭୋଗିବା କଥା, ଆମେ ନରକ ଯନ୍ତ୍ରଣା ଭୋଗିବା କଥା, ଆମେ ସେ ଭାବେ ଆମେ କରିଥିବା ଜନ୍ମାବଧିଠାରୁ ଆମେ ଯାହା ସବୁ କରିଆସୁଛୁ ସେ ଅନୁସାରେ ଆମେ ନିଜେ ପାପର ଦଣ୍ଡ ଭୋଗିବା କଥା। କିନ୍ତୁ ଆମମାନଙ୍କୁ ସେ ପାପରୁ ଉଦ୍ଧାର କଲେ, କ୍ଷମା କଲେ, ପରିତ୍ରାଣ କଲେ। ତାଙ୍କର ଅନୁଗ୍ରହରୁ ଆମେ ସେ ପରିତ୍ରାଣ ପାଇଛୁ। ନିଜର ଆମର କୌଣସି ବ୍ୟକ୍ତିକୁ ଆମକୁ ସେପରି ଭଲ ଜୀବନ ଯାପନ କରିଛୁ ଯେ ରକ୍ଷା ପାଇଛୁ ପରିତ୍ରାଣ, ତାହା ନୁହେଁ, ସେମାନଙ୍କୁ ପରିତ୍ରାଣ କଲେ। ତେଣୁ ଆଜି ପ୍ରଶ୍ନ ହେଲା, ଆମେ ପରିତ୍ରାଣ ପାଇଲୁ ସେଦିନ ଯେପରି ଆମମାନଙ୍କ ଯକ୍ଷ ଈଶ୍ୱର ସଂସାର ଆମେ ଦେଖୁଛେ, ଯକ୍ଷ ସେ କଣ କରିଥିଲା? ପ୍ରଭୁ ଯୀଶୁଙ୍କୁ ଦେଖିବେ ବୋଲି ସେ ନିଜେ ଗଛ ଉପରେ ଚଢିଲା, ଦେଖିବାକୁ ତା ହୃଦୟ ଦେଖିଲେ ପ୍ରଭୁ, ତାକୁ ଏକ ମୁହୂର୍ତ୍ତ ତା ଗୃହରେ ଯାଇ ପରିତ୍ରାଣ ପ୍ରକାଶିତ ହେଲା, ପରିତ୍ରାଣ ସେ ପାଇଗଲା। ଆଜି ଆମେ ଯୋଉ ପରିତ୍ରାଣ ପାଇଛୁ, ଆମେ ଯୋଉ ଦୟା ପାଇଛୁ, ଆମେ ଯୋଉ ଅନୁଗ୍ରହ ପାଇଛୁ, ଏଇଟା ପ୍ରଭୁଙ୍କର ଅନୁଗ୍ରହରୁ ପାଇଛୁ। ତେଣୁ ବନ୍ଧୁ, ସେ ପରିତ୍ରାଣ ପାଇଲା ପରେ ଏଇ 1 ତୋଡ଼ା ପଡ଼ି ମାଟିରେ ଲୁଚାଇ ରଖିବା କରିଛୁ କି? ସେ କଣ କଲା? ଯାଇକିରି କଲା, ସେ କିଛି ବଡ ପାପ କରିନାହିଁ, ନରହତ୍ୟା କରିନାହିଁ, କିମ୍ବା ନରହତ୍ୟା କରିନାହିଁ, ଚୋରି କରିନାହିଁ, ଡକାୟତ କରିନାହିଁ, ମର୍ଡର କରିନାହିଁ, କୌଣସି ବିଶେଷ କରିନାହିଁ। କିନ୍ତୁ ସେ କଣ କଲା? ଯେ ସେ ଜିନିଷ ଲୁଚେଇଲା, ଆଉ ଯୋଉଟା ମୁନିବ ତାକୁ ଦେଇଥିଲା ସେଇଟା ସେ ନଷ୍ଟ କରିନାହିଁ, ସେ ମାଟିରେ ପୋତି ଦେଲା। ସେ ଜାଣିଲେ ଆପଣ ଜଣେ କଠିନ ଲୋକ,
ପାରୁଛୁ କି ଅନ୍ୟମାନେ ଜଣେ ଜଣେ ପାପୀ ଯଦି ମନ ଫେରିବ ତାହେଲେ ସ୍ୱର୍ଗରେ କେତେ ଆନନ୍ଦ। ସେହିପରି ଭାବରେ ଆଜି ଆମ ଜୀବନରେ ତାହା ହେଇପାରୁଛି କି ମୋ ଜୀବନରେ ହେଇପାରିଛି କି ତାହା ଆଜି ପ୍ରଶ୍ନ। ଯୋଉ ଅଳସଟା ଏତେ ଭୟଙ୍କର ଆଡୁ ଗତି କଲା ମୃତ୍ୟୁ ଜନା ଗତି କଲା ସାମାନ୍ୟ ବୋଲି ଏଇଟା ଆଳସ୍ୟ ଧରାଯାଏ ନାହିଁ। ତେଣୁ ଆଜି ସେଇଟା ମୁଁ ବିଶେଷ କରି ପ୍ରକାଶ କରାଯାଏ ମୋ ଜୀବନରେ ତାହା ପ୍ରয়োଜନ ଅଛି। ହଠାତ୍ ମତେ କହିଲେ ଯେ କୋଉ ବିଷୟ କହିବି କଣ କହିବି ମୁଁ କିଛି ଯେତେବେଳେ ଅନ୍ୟ ବିଷୟ ଚିନ୍ତା କରୁଥିଲି ପ୍ରଭୁଙ୍କ ସନ୍ତାନ କେତେ ବିଷୟ କରୁଛନ୍ତି ବାକ୍ୟରୁ ପଏଣ୍ଟ ବାହାର କରୁଛି ମୁଁ ପଏଣ୍ଟ ବିଷୟ କରିବି କିନ୍ତୁ ମୁଁ ଆଜି ମୋ ଜୀବନରେ ଆସିଛି ପ୍ରଶ୍ନ ଯେ ଏ ବୃଦ୍ଧା ବୟସରେ ମଧ୍ୟ ଯେତେ ପାଇପାରୁଛି ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରି ଆତ୍ମରକ୍ଷା ନିମନ୍ତେ ବୃଦ୍ଧି କରିପାରୁଛି କି କେତେ ଜଣଙ୍କୁ ମୁଁ ଯାଇ ପ୍ରକାଶ କରିପାରିଛି କେତେ ଲୋକଙ୍କୁ ଯାଇ କହିପାରିଛି କେତେ ନିନ୍ଦା ଧାରଣା ପରୀକ୍ଷା ସମସ୍ୟାରେ ମଧ୍ୟ ସେଇଟା ବରଣ କରି ଆଗେଇ ଯାଇପାରିଛି କି ଏଇଟା ମୋ ପାଇଁ ପ୍ରଶ୍ନ ଆସିଛି ଆଜି କି ମୋର ପରିବାର ଆମେ କରିପାରିଛୁ କି ରାଜଧାନୀ କେତେ ଅଗ୍ରସର ହେଇପାରିଛୁ କି ଏଇଟା ପ୍ରଶ୍ନ ଆସିଛି ମୋର ଜୀବନ। ସେଇଟା ଭାବିଲେ ଏଇ ବିଷୟଟା ମତେ ହଠାତ୍ ମତେ କହିବାକୁ ଆସିବାରୁ ଏ ଆଳସ୍ୟ ବିଷୟଟା ମୋ ଜୀବନରେ ଗୋଟେ ଆସେ ଏଇଟା ଗୋଟେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଯେପରି ଭାବେ ଆଜି ଦିନ ଆମକୁ ସେ ବିଷୟରେ ଆମର ଏ ଛୋଟ ମଣ୍ଡଳୀରେ ପ୍ରଭୁଙ୍କ ସନ୍ତାନର ଦାୟିତ୍ୱ ନେଇ ଶେଷ ସମୟଙ୍କର ଆତ୍ମରକ୍ଷା ନିମନ୍ତେ ଜାଗ୍ରତ କରୁଛନ୍ତି କେତେ ରାତିରେ ଉଠି ସମସ୍ତଙ୍କୁ ସଜାଗ କରୁଛନ୍ତି ବାକ୍ୟ ଦେଇ ଶିକ୍ଷା ଦେଇ ତତ୍ତ୍ୱ ଦେଇ ଉତ୍ସାହ ଦେଇ ଆମକୁ ପ୍ରଭୁଙ୍କର ଆତ୍ମରକ୍ଷା ସହିତ ଅନ୍ୟମାନଙ୍କୁ ମଧ୍ୟ କରୁଛନ୍ତି। ଆଉ ସେ ଉତ୍ତମ ଦାସ ମାନଙ୍କୁ ଏଠି ନିଯୁକ୍ତ କରିଛନ୍ତି ଆଉ ଉତ୍ତମ ଭାବେ ବ୍ୟବହାର କରୁଛନ୍ତି। କେତେ ଲୋକ ଆରମ୍ଭ ହେଇଥିଲା କେତେ ଲୋକ ଯାଇଛୁ ଏଟା ସାଲର କଥା ମନେ ପଡୁଛି ଯେ ଘରକୁ ଯିବାକୁ ହଉନଥିଲା ଆଉ ଅନ୍ୟ ବାଟ ହଉଥିଲା କିନ୍ତୁ ଏଟା ଖୋଲିବା ଦ୍ୱାରା ଆମମାନଙ୍କର ଜୀବନ ଆମର ଆତ୍ମନ୍ତେ କେତେ ଯେ ଆମକୁ ବୃଦ୍ଧି ସାଧନ ହଉଛି ପ୍ରତିଦିନ ଏ ସୁନ୍ଦର ବାକ୍ୟ ମଧୁର ବାକ୍ୟ ଜୀବନଦାୟୀ ବାକ୍ୟ ଆମେ ପାଉଛୁ ଆମର ଆତ୍ମା ରଖାନି। ତେଣୁ ପ୍ରକୃତ ତାଙ୍କର ଦାସମାନଙ୍କୁ ଉପଯୁକ୍ତ ଭାବରେ ପ୍ରଭୁ ବ୍ୟବହାର କରୁଛନ୍ତି ସେମାନଙ୍କ ସମୟରେ ଆଗରୁ ଆମକୁ ଜଣାଇ ଦେଉଛନ୍ତି। ତେଣୁ ବନ୍ଧୁଗଣ ମୁଁ ବିଶେଷ କିଛି କଥା କହିବି ନାହିଁ କାରଣ ସମୟ ଅନୁସାରେ ମତେ ସମୟ ଯେତେବେଳେ ସେହିପରି ବିଷୟ ଆସିଛି ଯେତେବେଳେ ପରିତ୍ରାଣ ପାଇଛୁ ସେତେବେଳେ ଆମେ ପରିତ୍ରାଣର ବିଷୟ ଅନ୍ୟ ଜଣଙ୍କୁ ମଧ୍ୟ ଆମର ଜଣେଇବା ଦରକାର ଅନ୍ୟ ଆତ୍ମରକ୍ଷା ନିମନ୍ତେ ମଧ୍ୟ ସମସ୍ତ ବିଷୟ ପ୍ରକାଶ କରିବା ଦରକାର। ଏଥି ନିମନ୍ତେ ଅନେକ ସମୟ ବିଶ୍ୱାସୀ ନିଜର ଜୀବନକୁ ବଡ ବଡ ଅନ୍ୟ ପାପ ଠାରୁ ରକ୍ଷା କରିପାରିଲେ ଯଥେଷ୍ଟ ତାହା ନାହିଁ କିନ୍ତୁ ଅନ୍ୟ ପାଇଁ ମଧ୍ୟ ଚିନ୍ତା କରିବାର ଅଛି ଅନ୍ୟ ପାଇଁ ମଧ୍ୟ ସେ ଜୀବନକୁ ଜୀବନକୁ ଦେବାର ଅଛି ଅନ୍ୟ ପାଇଁ ମଧ୍ୟ ସେ ଅଗ୍ରସର ହେବାର ଅଛି ତାହେଲେ ସେ ଲାଭବାନ କରିପାରିବ ଗୋଟେ ଆତ୍ମାକୁ ଯଦି ରକ୍ଷା କରିପାରିବା ଗୋଟେ ଏଟା ଦ୍ୱାରା କେତେ ଆତ୍ମା ରକ୍ଷା ପାଇବାର ଆତ୍ମରକ୍ଷାର ଏଟା ବିଶେଷ କରି ଆମେ ଦେଖୁଛୁ କୋଉ ମାସରେ କୁଆଡେ ଆମେ ଯାଉଥିଲୁ ପ୍ରଭୁ ଆମକୁ ସାହାଯ୍ୟ କଲେ। ଏଥି ନିମନ୍ତେ ଆମେ କିଛି ଅଂଶ ବି ଦେଖିବା ଯେ ପ୍ରଥମ ଯୋହନ 5 ପର୍ବର ତାର 19 ପଦ ପ୍ରଥମ ଯୋହନ 5 ପର୍ବ 19 ପଦ ଟିକେ ଦେଖୁ ବିଶେଷ ପଦ ଆଉ କିଛି କହିବି ନାହିଁ ଅଳ୍ପ ସମୟ ଭିତରେ ମୁଁ ଶେଷ କରିବି ଯେହେତୁ ମୋ ପାଇଁ ଆଜି ଏଇଟା ପ୍ରୟୋଜନ ଏଇଟା ମୁଁ ପ୍ରଭୁଙ୍କ ବାକ୍ୟ 2-3ଟା ପଦ କହିକି ମୁଁ ଶେଷ କରିବି। ପ୍ରଥମ ଯୋହନ ତାର 5 ପର୍ବ 19 ପଦ ଆମ୍ଭେମାନେ ଯେ ଈଶ୍ୱରଙ୍କ ଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ ଏହା ଆମ୍ଭେମାନେ ଜାଣୁ ଆମେମାନେ ଯେ ଈଶ୍ୱରଙ୍କର ଜାତ ଆମେ କୋଉଠି ଜାତ ହେଇଛୁ ଏ ଜଗତ ଆମେମାନେ ଈଶ୍ୱରଙ୍କ ଜାତ ଆଉ ସମସ୍ତ ଜଗତ ପାପାତ୍ମାର ଅଧୀନ ଏହା ମାନେ ଜାଣୁ ସାରା ଜଗତ ଆଜି ପାପର ଅଧୀନରେ ପଡିଛି ଯେପରି ଭାବେ ମାନେ ଅନ୍ୟ ଅତ୍ୟାଚାର ଚାଲିଛି କେହି କାହାକୁ ମାନିବା ପରି ନାହିଁ ଦେଶ ବିରୁଦ୍ଧରେ ଦେଶ ଜାତି ବିରୁଦ୍ଧରେ ଜାତି କୌଣସି ମଣ୍ଡଳୀ ମାନଙ୍କ ଭିତରେ ଆଜି ଯେପରି ସମସ୍ୟା ଘଟି ଯାଇଛି କୌଣସି କେହି କାହା କଥା ମାନିବା
ଦ୍ୱାର ବନ୍ଦ ହେଇଯିବ ଆଉ ସେ ସୁଯୋଗ ଆମେ ପାଇପାରିବା ନାହିଁ। ତେଣୁ ବନ୍ଧୁଗଣ ଆମେ ଯେ ପାପାତ୍ମାର ସନ୍ତାନ ମାନେ ଯେ ଈଶ୍ୱରଙ୍କ ଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ ଏ ଆମେ ଜାଣୁ, ଆମେ ଭଲ ଭାବେ ଜାଣୁଛୁ। କିନ୍ତୁ ଏଇ ସୁଯୋଗରେ ସେଥିରୁ ଉଦ୍ଧାର କରିବା ପାଇଁ ରକ୍ଷା କରିବା ପାଇଁ ଆମ ଜୀବନ ଭିତରେ ଏପରି ଭାବେ ଗୋଟେ ବିଷୟ ପାଳଖଣ୍ଡରେ ସେଦିନ ଜଣେ ଆଜ୍ଞା କହୁଥିଲେ ଏହିପରି ଗୋଟେ ଘଟଣା ଘଟିଲା ଆଜି ଅପମାନର ବିଷୟ। ଗୋଟେ ମଣ୍ଡଳୀରେ ଗିର୍ଜା ଘରେ ପୁଲିସ ଷ୍ଟେସନ ପୁଲିସ ଆସି ଥାନାବାଲା ଆସି ସେମାନଙ୍କୁ ପୁରା ମାନେ ଉଭୟ ସେ ବାଳକ ଗୋଟେ ପଟ ଆଉ ତା ନିଜର ତା ଶ୍ୱଶୁର ସେ ଚର୍ଚ୍ଚା କରିଥିଲା। ସେଇ ଜାଗାରେ ସେ ପୁଲିସ ଆସିକି 140 କରିଥିଲେ, ତାଲା ପଡିଥିଲା, ତାଲା ଭାଙ୍ଗି ଭିତରକୁ ପଶିକି ଏ ଦଳକୁ ସେ ଦଳକୁ ନେଇକି ଦିଦି ଗାଡିରେ ଭର୍ତ୍ତି କରନ୍ତି। ଏତେ ଅପମାନ। ଆମେ ଖ୍ରୀଷ୍ଟିଆନ ଲୋକ ହେଇଛି, ଆମ ପାଇଁ ହସର ଖ୍ରୀଷ୍ଟ ନାହିଁ, ଯୋଉଟା କି ହିନ୍ଦୁ ଲୋକମାନେ ସେମାନେ ଖ୍ରୀଷ୍ଟିଆନ ମାନେ ଏଟା ଭିଡିଓ କରିକି ଚାରିଆଡେ ସେଟା ପ୍ରଚାରିତ ହେଇଛି। ଏମାନେ କି ଖ୍ରୀଷ୍ଟିଆନ, ତାଙ୍କ ପାଖରେ କି ଖ୍ରୀଷ୍ଟ ଅଛନ୍ତି, କି ଜୀବନ ଅଛି, ପ୍ରଭୁଙ୍କ ଜୀବନ କଣ ଅଛି ଏମାନଙ୍କ ପାଖରେ? କିଛି ନାହିଁ। ଲଜ୍ଜାଜନକ। ଆମେ ଶାସନକୁ ଯିବାକୁ ଲଜ୍ଜା ଲାଗିଲା, ତାହାକୁ କିଛି କହିବାକୁ ମୁଁ ଦେଖି ମୁଁ ଯାଇପାରି ନାହିଁ। ମାତ୍ର ଭିଡିଓରେ ଦେଖିଲେ ଯେତେ ଅପମାନ, ଯେତେ ସବୁ ସମସ୍ତେ ଆସି ଭର୍ତ୍ତି ହେଇକି ସେମାନେ ଖୁସି ହଉଛନ୍ତି, ଆନନ୍ଦ ହଉଛନ୍ତି। ଏ ଓକିଲ କରିଛି, ସେ ଓକିଲ କରିଛି। ଯଦି ଆମ ଭିତରେ ଟିକେ ଆମ ଭିତରେ ପ୍ରଭୁ ଥିଲେ, ଆମ ଭିତରେ ପ୍ରକୃତ ଆତ୍ମିକ ଜୀବନ ଥିଲେ, ଉଭୟଙ୍କୁ ବସି ଆମମାନଙ୍କ ଭିତରେ ସେ ସମାଧାନ କରିବାର କଥା। ଥାନାକୁ ଯାଏ, କୋର୍ଟକୁ ଯାଏ, ଯେତେ ଅପମାନ, କି ପ୍ରଭୁଙ୍କର ବାକ୍ୟ ଆମେ କହିବା, କି କଥା କହିବା, କାହାକୁ କହିବା, ଏଇଟା ହଉଛି ବହୁତ ବଡ ବିଷୟ। ତେଣୁକରି ବନ୍ଧୁଗଣ ଏଇଗୁଡା ଜଗତର ପରିସ୍ଥିତି ଦେଖିଲେ ଅତି ଭୟଙ୍କର। ତେଣୁ ବହୁତ କିଛି ପଦ ମୁଁ କହିବାକୁ ଯାଉନି। ଏ ବିଶେଷ ଦିନରେ ମୋ ପାଇଁ ବିଶେଷ କରି ପ୍ରାର୍ଥନା କରିବେ, ମୋର ପରିବାର ପାଇଁ ପ୍ରାର୍ଥନା କରିବେ ଯେ ଅଳସ ଏତେ ବଡ ଗୁରୁତର ପାଇছে ସେ 30 ପଦରେ ଯାହା କଲେ ଏହାଙ୍କୁ ନେଇ ତୁମେ ସେଇ ଦନ୍ତର କିଳିମିଳିରେ ପକା। ଏ ତ ନଷ୍ଟ କରିନାହିଁ, ଏ ତ ପୋତିକି ରଖିଛି, ଏ ତ ରଖିଦେଲା, ଆକୁ ତେଣୁ କରି କିଛି ନାହିଁ। ଯୋଉଟା ଅଛି ସେ ଯେ ପାଇଛି ସେ ତାଙ୍କୁ ଦେଇଦିଅ, ଆଜି ଥିବାଟା ମତେ ନେଇଯିବ ବୋଲି ଦେଇଦେଲେ। ଆଜି ରିଜଲ୍ଟ ସେଟା କହିଦେଲେ। କାରଣ ଆଉ ଯାହାର ଯେକୌଣସି ଲୋକର ଅଛି ତାହାକୁ ଦିଆଯିବ ଆଉ ତାହାର ପ୍ରଚୁର ହେବ, କିନ୍ତୁ ଯାହାର ନାହିଁ ତା ପାଖରେ ଯାହା ଅଛି ତାହା ହିଁ ତାଠାରୁ ନିଆଯିବ। ଆଉ ତୁମେ ମାନେ ଏଇ ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ। ଲାଷ୍ଟ ଲିଜର ଡେଥ, ମୃତ୍ୟୁ, ସେ ଅନ୍ଧକାର ଯୋଉଟେ ଦନ୍ତର କିଳିମିଳ ହେଉଥିବା ଜାଗାକୁ ନେଇ ପକେଇଦିଅ। ସେ ନଷ୍ଟ କରିନାହିଁ, ତୋଡ଼ାକୁ ରଖିଦେଲା ବୋଲି ତା ପାଇଁ ସେ ମୁନିବ ନାଇଁ, ଏ ତ ରଖିଲା ନଷ୍ଟ କରିନାହିଁ ବୋଲିକି ତାକୁ କଣ ଚାନ୍ସ ଦେଇଦେଲେ କି? ଆଉ ଚାନ୍ସ ନାହିଁ। ପାଞ୍ଚ ସେ ଯେ ପାଇଛି ଯାକେ ତାକୁ ନେଇକି ଦେଇଦିଅ, କିନ୍ତୁ ଆଠେ ଯୋଉଟା ଅଛି ତାଠୁ ନେଇଯାଅ। ଏଇ ଦିନ ଆସିଛି ମୋ ପାଇଁ ବାକ୍ୟ, ମୋ ପରିବାର ପାଇଁ ବାକ୍ୟ। ତେଣୁ ବିଶେଷ କରି ଆପଣମାନେ ପ୍ରାର୍ଥନା କରିବେ ଶେଷ ସମୟରେ ଏପରି ସୁଯୋଗ ଆଉ ମିଳିବ ଆଉ ନାହିଁ। ଏଇଟା ଆମେ ଯେବେ ଜୀବିତ ଅଛୁ ବଞ୍ଚିଥିବା ଅବସ୍ଥାରେ ସୁଯୋଗ, ଏହାପରେ ଆବଶ୍ୟକତା ଏଇଟା ସୁଯୋଗ, ସେଇଟା ଆମେ କରୁଛେ ସୁଯୋଗର ସଦ୍ବ୍ୟବହାର କର। ଏଇ ପ୍ରାତଃ ମିଟିଂରେ, ଏ ମିଟିଂରେ, ମଧ୍ୟାହ୍ନ ମହିଳା ସମିତିରେ କି ରାତ୍ର ମିଟିଂରେ ଯୋଉ ସମସ୍ତେ ବାକ୍ୟ ଶିକ୍ଷା ଶାଖ ପାଉଛୁ, କି ଆମେ ଗିର୍ଜାଘରକୁ ଯାଉଛୁ, କି ବାଳକ ମାନଙ୍କ ଦ୍ୱାରା ଶୁଣୁଛୁ, କି ବାକ୍ୟ ଦ୍ୱାରା ଆମେ ଅଧ୍ୟୟନ କରୁଛୁ, ପବିତ୍ର ଆତ୍ମାଙ୍କ ଯାହା କଥା କହୁଛନ୍ତି, ଚେତନା ଦେଉଛନ୍ତି, ଆତ୍ମା ରକ୍ଷା ନିମନ୍ତେ, ସେଇଟା ଯଦି ଆମେ ଗ୍ରହଣ କରି ଆମମାନଙ୍କୁ ଜୀବନକୁ ଊର୍ଦ୍ଧ୍ୱ ଦେଶରେ ବ୍ୟବହୃତ ନ ହଉ, ତାହେଲେ ଆଉ ସେ ସୁଯୋଗ ନାହିଁ। ଅଳସ ହେଲେ, ତାଇ ଅଳସ ବିଷୟରେ କହିଲେ ତ ଘଣ୍ଟା ଘଣ୍ଟା ଲାଗିବ। ଅଳସକୁ ସେଇ ପିମ୍ପୁଡି ପାଖକୁ ଯାଅ ବୋଲି ଦିଆହେଇଛି। ଛୋଟିଆ ଗୋଟେ ପିମ୍ପୁଡି ପାଖକୁ ଯାଅ ବୋଲି ଅଳସ ବିଷୟ ଦିଆହେଇଛି। ସେଟା ଆଉ ଗୋଟେ ଟପିକ ହେବ। ତେଣୁକରି ଆଉ ବହୁତ ବି ପର୍ବପଦ ଅଛି, ସେଗୁଡା ମୁଁ କହିବି ନାହିଁ, କାରଣ ମତେ ଆଗରୁ ଇନଷ୍ଟ୍ରକ୍ସନ ଦିଆହେଇଛି। ଗତ ଥର ମୁଁ 13 ମିନିଟ ଅଧିକା ନେଇ ଯାଇଥିଲି। ଆଜି ଠିକ ଟାଇମରେ ମତେ ଶେଷ ଫେବ୍ରୁଆରୀ ଟାଇମରେ ମତେ ଶେଷ କରିବାକୁ ହେବ। ତେଣୁ ଦୟାକରି ଏ ବାକ୍ୟ ଦ୍ୱାରା ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଆଉ ମୋ ପାଇଁ, ମୋ ପରିବାର ପାଇଁ ପ୍ରାର୍ଥନା କରନ୍ତୁ, ଯେପରି ଏ ବାକ୍ୟ ଅନୁସାରେ କେବଳ ମୁଁ ପାଇଯାଇଛି, ଡାକା ମୁଁ ପାଇଗଲେ ଯଥେଷ୍ଟ ହେଇଗଲା ବୋଲି ମୁଁ ଘରେ ବସିବି, ଆଉ ତାହେଲେ ମା ମୁଁ ତ କିଛି ଅନ୍ୟ କିଛି ଅନ୍ୟାୟ କରୁନାହିଁ, ପାପ କରୁନାହିଁ, କି କାହା ବିଷୟରେ ମିଛ କହୁନାହିଁ। ଯେପରି ସେ ବାକ୍ୟରେ ଅଛି ଏଫେସୀୟ 5 ପର୍ବର ସେ ବାକ୍ୟ ମୁଁ କହ ମିଥ୍ୟା ପରିତ୍ୟାଗ କରି ସତ୍ୟ ଆଳାପ କର। ମୁଁ 15ଟା ମିଛ
ସତ୍ୟ କହୁଥିବି, ଇଆଡେ ବାକ୍ୟ କହିବି ସତ୍ୟ ଆଳାପ କର। ତେଣୁ ବାକ୍ୟ ହଉଛି ଦ୍ୱିଧାର ଖଡ୍ଗ। ପ୍ରଥମେ ସେ ଗୋଟେ ନିଜକୁ ଆଗ ଦେଖିବାକୁ ପଡିବ, ତାପରେ ବାକ୍ୟ କଥା। ଏଟା ସାଧାରଣ କଥା ନାହିଁ। ବାକ୍ୟ ଯୋଉଟା ସେଟା କହିଦେଲେ ଏଟା ଭୟଙ୍କର ବିଷୟ, ଭୟଙ୍କର ପରିସ୍ଥିତି। ଶୁଣିବା ଲୋକ ପାଇଁ ଯେତିକି ନା ଯେତିକି କହୁଛି ତା ପାଇଁ ଭୟଙ୍କର ପରିସ୍ଥିତି। ତେଣୁ କହିଲା ବେଳେ ପୋଲିସ ଡିପାର୍ଟମେଣ୍ଟ ଲୋକ ପାଖରେ ଗୋଟେ କେବେ ମିଛ ଥିବ କି? ମୁଁ ଗୋଟେ ପୋଲିସ ଅଫିସର ହେଇକି ମୁଁ ପ୍ରଭୁଙ୍କର ବାକ୍ୟ କି କଥା କହିବି? ପ୍ରଭୁ ନିଜେ ପାପୀ ନିମନ୍ତେ, ମୋ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଇ ସେ ନିଜେ ସେଇ କୁଶରେ ହତ ହେଲେ, ପ୍ରାଣ ଦେଇ ପ୍ରାଣ କିଣିଲେ, ମତେ ପାପରୁ ଉଦ୍ଧାର କଲେ, ରକ୍ଷା କଲେ, ପରିତ୍ରାଣ ଦେଲେ। ଯେତେ ପରିସ୍ଥିତି ମଧ୍ୟ ଯେ ଆମ ଚାକିରି ଭିତରେ ଆସିବାକୁ ପଡିଛି, ନିଶ୍ଚୟ ଆହୁରି ମୋ ସାକ୍ଷ୍ୟରେ ମୁଁ କହିବି, ମୋ ସାକ୍ଷ୍ୟ ମାତ୍ର 20% ଆଉ 80% ଅଛି। ସମୟ ସୁଯୋଗରେ ସେ ସମୟ ପ୍ରଭୁ ରକ୍ଷା କରିଛନ୍ତି। ଆପଣମାନଙ୍କ ପ୍ରାର୍ଥନା ହିଁ ଆମକୁ ରକ୍ଷା କରୁଛି। ଗୋଟେ ଗୋଟେ ସମୟ ଆମ ପରିବାରରେ ଟିକେ ଏପରି ବିଷୟ ଆସେ ଯେ ଏତେ ପ୍ରଭୁଙ୍କ ପାଇଁ ଆମେ ଟିକେ ଯିବା ଆସିବା କରୁଛୁ, ବୁଢାବୁଢୀ ବୟସରେ ଯୋଉଠି ଗଲେ ତ ଯାଉଛୁ, କାହିଁକି ଆମକୁ ତାଡନା ଆସୁଛି, କାହିଁକି ଏତେ ପରିସ୍ଥିତି ଆସୁଛି? ମୋ ପୁଅର ଚାକିରି ପଳେଇଲା, ଘର ଖୋଜିଲେ ଘର ମିଳୁନାହିଁ, କାହିଁକି ଏମିତି ଏଟା ହଉଛି? ପ୍ରଭୁଙ୍କ ନାମ ପ୍ରାର୍ଥନା ଶୁଣୁନାହାନ୍ତି। ଏମିତି ଆମ ଭିତରେ ମଣିଷ ସୈତାନ ହେଇଯାଉଛି। କିନ୍ତୁ ମୋର ମନେ ଅଛି, ମୋ ବଡ ଭାଇ ରାହୁଳ ଆଗ ମତେ କହିଛି, ନଗର ଭାଇ ଗୋଟେ ପଥ ଗଲେ ଆଉ 3 ପଦ ପ୍ରଭୁ ତମକୁ ଦେବେ, ରାସ୍ତା ଖୋଲିଦେବେ। ସେ ଜୀବନ୍ତ ଈଶ୍ୱର ଆମମାନଙ୍କ ସହିତ ଅଛନ୍ତି। ସେଇ ଶକ୍ତି, ସେଇ ବାକ୍ୟ, ସେଇ ପ୍ରାର୍ଥନା ଆମ ପରିବାରକୁ, ଆପଣମାନଙ୍କ ପ୍ରାର୍ଥନା, ବଡ ଭାଇ ରାହୁଳ ଆଜ୍ଞାଙ୍କୁ ପ୍ରାର୍ଥନା ଆମେ ସ୍ମରଣ କରୁଛୁ। ସେଇଟା ଆମକୁ ସାହସ ଦେଉଛି, ସାହସ ଦେଉଛି। ତେଣୁ ପ୍ରଭୁ ଯାହା କରନ୍ତୁ ତାଙ୍କର ଇଚ୍ଛା। ମୁଁ ହଠାତ୍ ମୁଖରେ କହିଦେଉଛି ମୋର ସାହସ ନାହିଁ। ଏ ସାହସଟା ମୋ ସ୍ତ୍ରୀ ତାର ପବିତ୍ର ଆତ୍ମା ଚାଳନା ଦେଇ ପ୍ରାର୍ଥନା ମତେ ସାହସ ଦେଇ। ପୋଲିସ ଅଫିସର ହେଲେ କଣ ହେବ, ହଠାତ୍ ଗୋଟେ ବିଷୟରେ ମୁଁ ଭାଙ୍ଗି ପଡେ, ମୋର ସାହସ ହେଇଟା ହଉନା। କାହିଁ ମୁଁ ତ ମୋ ପାଖରେ ଯୋଉ ବିପି ଅଛି, କୋଉ ବିଷୟରେ ହଠାତ୍ ପ୍ରେସର ପଡିଯାଏ, ସୁଗର, ସେଇଟା ମଧ୍ୟ ମାଇଣ୍ଡକୁ ଟେନସନ କରିଦିଏ। କିନ୍ତୁ ପ୍ରଭୁ ଆଜି ପର୍ଯ୍ୟନ୍ତ ଯେ ବଞ୍ଚେଇ ରଖିଛନ୍ତି ତାଙ୍କରି ଅନୁଗ୍ରହ, ତାଙ୍କରି ଦୟା, ତାଙ୍କରି ପ୍ରେମ ଯୋଗୁଁ ଆଜି ଆମେ ବଞ୍ଚିଛୁ। ଆଉ ସେଥିପାଇଁ ପ୍ରାର୍ଥନା କରିବେ, ଯେପରି ଆମେ ଶେଷ ଦିନ ପର୍ଯ୍ୟନ୍ତ ଯୋଉ ମନୋନୟନ ଆମେ ନେଇଛୁ, ଆମ ଡିସିସନ ନେଇଛୁ ଯେ ପ୍ରଭୁଙ୍କର ରାଜ୍ୟ ଧାର୍ମିକତା ନିମନ୍ତେ ଆମେ ଯେପରି ଯେ ପବିତ୍ର ସେ ପବିତ୍ର ହେଉ, ଯେ ଧାର୍ମିକ ସେ ଧର୍ମାଚରଣ କରୁ। ପବିତ୍ର କଥା ଅର୍ଥ ହେଲା ଆମେ ସେ ନିଷ୍କଳଙ୍କ, ପବିତ୍ର ନିଷ୍କଳଙ୍କ। ଗୋଟେ ଧଳା ଶାଢୀରେ କି ଧଳା ପନ୍ଥରେ ଛୋଟ ଗୋଟେ ଦାଗ ଯଦି ପଡିଯିବ ବୋଲେ ସେଟା ପବିତ୍ର, ସେ ଦାଗ ପଡିଥାଏ। ସେମିତି ନିର୍ଦ୍ଦାୟ ହେବାର ଅଛି, ନିଷ୍କଳଙ୍କ ହେବାର ଅଛି। ଏଇଟା ମୋ ପକ୍ଷେ ତାହା କିପରି ହେଇପାରିବି, ଏଇଟା ବିଶେଷ କରି ପ୍ରାର୍ଥନା କରିବେ। ଆଉ ଅଧିକରୁ ଅଧିକ ପ୍ରଭୁଙ୍କ ନିମନ୍ତେ ନିୟୋଜିତ ହେଇପାରିବୁ। ପ୍ରଭୁଙ୍କର ସେ ଯେତେ ଦିନ ପ୍ରଭୁ ଜଗତରେ ରଖିଛନ୍ତି, ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ପ୍ରଭୁରେ ଥାଏ, ପ୍ରଭୁଙ୍କର ଇଚ୍ଛାନୁସାରେ ତାଙ୍କରି କାର୍ଯ୍ୟ କରୁ କରୁ ପ୍ରଭୁଙ୍କ ନିକଟକୁ ଯିବୁ। ଯଦି ଜୀବିତ ଥାଉ ତାହେଲେ ସ୍ୱଦେହରେ ଯଦି ରୂପାନ୍ତରିତ ହବ କଥା, ଯଦି ପ୍ରଭୁଙ୍କ ନିକଟକୁ ଥାଉ ପ୍ରସ୍ତୁତ ଅବସ୍ଥାରେ ଥାଏ ଯେପରି ପ୍ରଭୁଙ୍କର ଆଗମନର ଭାଗ୍ୟ ହେବ। ଏଥି ନିମନ୍ତେ ଆପଣ ମାନେ ପ୍ରାର୍ଥନା କରିବେ, ମୋ ପାଇଁ ପ୍ରାର୍ଥନା କରିବେ, ମୋ ସ୍ତ୍ରୀ ପାଇଁ, ମୋର ପୁଅ ବୋଉ ନାତୁଣୀ 5 ପ୍ରାଣୀ ପାଇଁ ପ୍ରାର୍ଥନା କରିବେ। ଆଉ ଆଜି ଯୋଉ ଟପିକଟା ଅଳସ୍ୟ, এই ଅଳସ୍ୟ ଜୀବନ ମୃତ୍ୟୁଜନକ ବିଷୟ, এইଟାରୁ ଯେ କରିବୁ ସେ ଆରୁ ମୁଁ କହିଦେଲେ ତ ସେ ଅନୁସାରେ ମୋ ଜୀବନକୁ ସେ ଆଳସ୍ୟତା ନ ଆଣି ପ୍ରଭୁଙ୍କ ନିମନ୍ତେ ନିୟୋଜିତ କରି ପ୍ରଭୁଙ୍କ ନିମନ୍ତେ ସେ ପାଇଥିବା ଦାନ ମୁଁ ତାହା ପ୍ରଭୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପାରିବି। ପ୍ରଭୁ ଏଥି ନିମନ୍ତେ ଆମ ଦେଇ ଗୌରବାନ୍ୱିତ ହୁଅନ୍ତୁ। ଏଇଟା ମୁଁ ଆପଣମାନଙ୍କ ଚରଣ ତଳେ ମୁଁ ବିଶେଷ ନିବେଦନ କରୁଛି। କହିବା ଭିତରେ ଭୁଲ ଥିଲେ ଆପଣ ମାନେ କ୍ଷମା କରିବେ। ଆଉ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କୁ ବିଶେଷ ପ୍ରାର୍ଥନା କରିବେ। ପ୍ରେଜ ଦ ଲର୍ଡ। ପ୍ରଭୁ ସମସ୍ତଙ୍କ ନିକଟରେ ନମସ୍କାର। ଆଉ ଭୁଲ ଥିଲେ କ୍ଷମା କରିବେ। ଆମେନ୍। हालेलुया। प्रभु की आवाज सुन